ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ ବରଂ ଏହା ଦେଶପ୍ରେମ। ରାଜ୍ୟପାଳ ଭୁବନେଶ୍ୱର ମାଦକ ଦ୍ରବ୍ୟକୁ ନା କହିବା ଏକ ସ୍ଲୋଗାନ ନୁହେଁ ବରଂ ଏହା ଦେଶପ୍ରେମ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପଟି କହିଛନ୍ତି। ଚଳିତ ନଭେମ୍ବର 3 ତାରିଖ ସୋମବାର ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ୍ରେ ନିଶାମୁକ୍ତ ଭାରତ ଅଭିଯାନ ଉପରେ ଅନୁଷ୍ଠିତ ସଭାରେ ଉଦ୍ବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି। ହାଇବ୍ରିଡ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟପାଳ କହିଛନ୍ତି ଯେ ମାଦକ ଦ୍ରବ୍ୟକୁ ପ୍ରତ୍ୟାଖ୍ୟାନ କରିବା ବ୍ୟକ୍ତିଗତ କଲ୍ୟାଣଠାରୁ ଅଧିକ ଏବଂ ଦେଶ ପ୍ରତି ଏକ ଗଭୀର କର୍ତ୍ତବ୍ୟବୋଧକୁ ପ୍ରତିଫଳିତ କରେ। ଏକ ଦେଶରେ ଶକ୍ତି ଏହାର ସୁସ୍ଥ ଏବଂ ଶୃଙ୍ଖଳିତ ନାଗରିକଙ୍କଠାରେ ରହିଛି। ଯେତେବେଳେ ବ୍ୟକ୍ତିମାନେ ମାଦକ ଦ୍ରବ୍ୟଠାରୁ ଦୂରେଇ ରହନ୍ତି ସେମାନେ ନିଜ ଜୀବନକୁ ସୁରକ୍ଷିତ ରଖନ୍ତି ଏବଂ ଶାରୀରିକ ଭାବରେ ସୁସ୍ଥ, ମାନସିକ ଭାବରେ ସଚେତନ ଏବଂ ସମାଜର ଦାୟିତ୍ୱବାନ ସଦସ୍ୟ ଭାବରେ ରହି ଦେଶର ପ୍ରଗତିରେ ଯୋଗଦାନ ଦିଅନ୍ତି। ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଏବଂ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ମାଦକ ଦ୍ରବ୍ୟକୁ ଯୁବକଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ଭାବରେ ବର୍ଣ୍ଣନା କରି ରାଜ୍ୟପାଳ ଏହାକୁ ଏକ ଅଦୃଶ୍ୟ ଶତ୍ରୁ ବୋଲି କହିଥିଲେ ଯାହା ଯୁବବର୍ଗଙ୍କ ଜୀବନକୁ ନଷ୍ଟ କରିଦିଏ, ପିତାମାତାଙ୍କ ସ୍ୱପ୍ନକୁ ଭାଙ୍ଗିଦିଏ ଏବଂ ସମାଜର ଶାନ୍ତି ଏବଂ ପ୍ରଗତିକୁ ଦୁର୍ବଳ କରିଦିଏ। ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷାର ମନ୍ଦିର ଯେଉଁଠାରେ ଚିନ୍ତାଧାରା ପ୍ରସ୍ଫୁଟିତ ହୁଏ ଏବଂ ଯୁବପିଢ଼ି ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତି, କିନ୍ତୁ ନିଶା ମନକୁ ବିଷାକ୍ତ କରେ, ଇଚ୍ଛାଶକ୍ତିକୁ ଦୁର୍ବଳ କରେ ଏବଂ ମହତ୍ୱାକାଂକ୍ଷାକୁ ବଦଳାଇ ଦିଏ ବୋଲି ରାଜ୍ୟପାଳ ସତର୍କ କରାଇ ଦେଇଛନ୍ତି। ରାଜ୍ୟପାଳ କହିଥିଲେ ଯେ ଭାରତ 2047 ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବାକୁ ଆକାଂକ୍ଷା କରେ ଏବଂ ସେହି ଲକ୍ଷ୍ୟକୁ ସାକାର କରିବାରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ଆମର ଯୁବପିଢ଼ି ନିଶାର ଶିକାର ହୁଅନ୍ତି ତେବେ ଆମେ ଏହି ସ୍ୱପ୍ନ କିପରି ହାସଲ କରିପାରିବା ବୋଲି ରାଜ୍ୟପାଳ ପ୍ରଶ୍ନ କରିଥିଲେ। ନିଶା ବିରୋଧୀ ଅଭିଯାନକୁ ତୀବ୍ର କରିବା ପାଇଁ ପଥପ୍ରାନ୍ତ ନାଟକ, ପୋଷ୍ଟର ତିଆରି ପ୍ରତିଯୋଗିତା, ପଦଯାତ୍ରା ଏବଂ ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ପୂର୍ବତନ ଛାତ୍ରଛାତ୍ରୀ, ଜନପ୍ରତିନିଧି ଏବଂ ଗୋଷ୍ଠୀ ନେତାମାନଙ୍କୁ ସେମାନଙ୍କର ଅଭିଜ୍ଞତା ବାଣ୍ଟି ନିଶା ବିରୋଧୀ ଲଢ଼େଇରେ ଯୋଗଦେବାକୁ ମଧ୍ୟ ଆହ୍ୱାନ ଜଣାଇଥିଲେ। ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ ଏବଂ ଏସ୍.ସି.ବି. ମେଡିକାଲ କଲେଜର ମନସ୍ତତ୍ତ୍ୱ ବିଭାଗର ପ୍ରଫେସର ଡକ୍ଟର ଶାରଦା ପ୍ରସାଦ ସ୍ୱାଇଁ ମଧ୍ୟ ସମାବେଶକୁ ସମ୍ବୋଧିତ କରିଥିଲେ। ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଠକରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ନିଶା ଅପବ୍ୟବହାର ମୁକାବିଲା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ରାଜ୍ୟପାଳଙ୍କ ସହ ନିଶାମୁକ୍ତ ଭାରତ ଅଭିଯାନ ସମ୍ପର୍କରେ ସିଧାସଳଖ ଆଲୋଚନା କରିଥିଲେ।